ଏକ ଛୋଟ ଗାଁରେ ଚନ୍ଦନ ନାମକ ଜଣେ ଛୋଟ ପିଲା ରହୁଥିଲା। ସେ ଅତ୍ୟନ୍ତ ଜିଜ୍ଞାସୁ ଓ ସାହସୀ ଥିଲା। ଗାଁର ସବୁ ଛୋଟ ପିଲାମାନେ ତାଙ୍କୁ ଚନ୍ଦନ ହିରୋ ଆଖ୍ୟା ଦେଇ ଡାକୁଥିଲେ, କାରଣ ଚନ୍ଦନ ସବୁବେଳେ କିଛି ନୂଆ ଓ ରୋମାଞ୍ଚକ କାର୍ଯ୍ୟରେ ମଗ୍ନ ରହୁଥିଲା। ତାଙ୍କ ସାଙ୍ଗ ଟୋମି ନାମକ ଏକ ଛୋଟ କୁକୁର ଥିଲା। ଦୁଇଜଣେ ଏକାଠି ଅନେକ ମଜା କରୁଥିଲେ। ଦିନଗୁଡ଼ିକ ଚଳିଥିଲା ଏବଂ ଏକ ଦିନ ଚନ୍ଦନ ଓ ଟୋମି ଜଙ୍ଗଲରେ ଘୁରୁଥିଲେ। ସେମାନେ ଗଭୀର ଜଙ୍ଗଲରେ ପହଞ୍ଚିଲେ ଯେଉଁଠି ସ୍ୱର୍ଗ ସଦୃଶ ଶାନ୍ତି ଓ ଅଜାଣା ଧ୍ୱନି ମିଳିଥିଲା। ଟୋମି, ଏହି ଜଙ୍ଗଲଟି ଦେଖିବାକୁ ବହୁତ ଭିନ୍ନ ଲାଗୁଛି। ଚାଲ ଏଠାରେ ଅଧିକ ଦୂରେ ଚାଲିବା, ଚନ୍ଦନ କହିଲା। ସେମାନେ ଯାହା ଦେଖିଲେ ସେତେକୁ ସମ୍ପୂର୍ଣ୍ଣ ଅନୁମାନ କରିପାରୁନଥିଲେ। ଏକ ବିଶାଳ ବୃକ୍ଷ ରହିଥିଲା ଯାହାର ତଳେ ଏକ ଜାଦୁଇ ଦ୍ୱାର ଚମକୁଥିଲା। ଦ୍ୱାରର ଉପରେ ଅଜାଣା ଲିପି ରହିଥିଲା ଏବଂ ଏକ ଖାସ୍ ପ୍ରକାଶ ବାହାରୁଥିଲା। ଚନ୍ଦନ ଓ ଟୋମି ତାହାକୁ ଏକ ଆକର୍ଷଣ ଭାବରେ ଦେଖୁଥିଲେ। ଆଖିରେ ଭୟ ଥିଲା, କିନ୍ତୁ ଚନ୍ଦନ ଜିଜ୍ଞାସାକୁ ରୋକିପାରୁନଥିଲା। ସେ ଦ୍ୱାର ଠକ୍ ଠକ୍ କରିଲା। ଏବେ ଆଶ୍ଚର୍ଯ୍ୟ! ଦ୍ୱାର ଆପणे ଆପणे ଖୋଲିଗଲା। ଦ୍ୱାର ପରେ ଏକ ଅସାଧାରଣ ଉଦ୍ୟାନ ରହିଥିଲା, ଯେଉଁଠି ରଙ୍ଗବିରଙ୍ଗ ଫୁଲ ଖେଳିଥିଲା ଓ ସୁଗନ୍ଧ ଛଟାଇଥିଲା। ତାହାପରେ ଗୋଟେ ଛୋଟ ନଦୀ ଭାବରେ ଜଳ ଝରୁଥିଲା ଓ ସେମାନେ ଆଶ୍ଚର୍ଯ୍ୟ ଭାବେ ଦେଖୁଥିଲେ। ଉଦ୍ୟାନରେ ଗୋଟେ ଦୃଢ଼ ସ୍ୱର ହେଲା, ଚନ୍ଦନ, ତୁମେ ସାହସୀ। ଏଠାରେ ତୁମ ନିଜର ଭଲ କାର୍ଯ୍ୟ କରିବାର ଶକ୍ତି ପାଇବ। ଗୋଟେ ଶାନ୍ତ ମୁହାବାର ପ୍ରକାଶ ହେଲା। ସେ ବୁଦ୍ଧିଜୀବୀ ଜଣେ ବୟସ୍କ ଥିଲେ ଓ ଚନ୍ଦନଙ୍କୁ ଜାଦୁଇ ମାଳା ଦେଲେ। ଏହି ମାଳାରେ ଅସୀମ ଶକ୍ତି ଅଛି। ତୁମେ ତୁମ ଭଲ ବ୍ୟବହାରରେ ଏହାକୁ ଉପଯୋଗ କରିବ। ଏହା ସହିତ ଚନ୍ଦନ ଓ ଟୋମି ଜାଦୁଇ ଯାତ୍ରାରେ ଗଲେ। ସେମାନେ ଗଭୀର ଜଙ୍ଗଲରେ ଏକ ମହାନ ଦାୟିତ୍ୱ ପାଇଲେ। ଏକ ଭୟଙ୍କର ଦୃଷ୍ଟିରେ ଗୋଟେ ଗୁମ୍ଫା ଥିଲା ଯାହା ଭୟ ଓ ଅନ୍ଧକାରରେ ଭରିଥିଲା। ଏଠାରେ ଏକ ରାକ୍ଷସ ବାସ କରୁଥିଲା। ଚନ୍ଦନ ଏବେ ଆତ୍ମବିଶ୍ୱାସରେ ଥିଲେ। ସେ ରାକ୍ଷସଙ୍କ ସମ୍ମୁଖୀନ ହେଲେ ଓ ମାଳାର ଜାଦୁକୁ ଲଗାଇ ତାକୁ ତହସ ନହସ କରିଲେ। ରାକ୍ଷସ ବିନାଶ ହେଲା ଓ ଜଙ୍ଗଲରେ ଶାନ୍ତି ଫେରିଲା। ଏହି ଜୟ ପରେ ଚନ୍ଦନ ଓ ଟୋମି ଫେରିଗଲେ, କିନ୍ତୁ ସେମାନଙ୍କ ଅନୁଭବ ଏବଂ ଜାଦୁର ସାଥ ଏବେ ସବୁ ପିଲାଙ୍କ ପାଇଁ ଗପ ହେଲା।